ओके ଏବେ ଦେଖାଗଲା ତ ତାହେଲେ ଗତ କ୍ଲାସରେ ମୁଁ ତମମାନଙ୍କର ଆଲୋଚନା କରିଥିଲି କଣ ନା ଗଣତନ୍ତ୍ରର ମିନିଂ ମାନେ ଡେମୋକ୍ରେସିର ମିନିଂ ସମ୍ପର୍କରେ ମୁଁ କହିଥିଲି ଯେ ଗଣତନ୍ତ୍ର ଶବ୍ଦର ଅର୍ଥ କଣ ତାପରେ ଆଲୋଚନା କରିଥିଲି ମୁଁ ଯେ ଗଣତନ୍ତ୍ର ସମ୍ପର୍କରେ ଦାର୍ଶନିକ ମାନଙ୍କର ଯୋଉ ମତ ବା ଯାହାକୁ କହୁଛେ ଡେମୋକ୍ରେସି ସମ୍ପର୍କରେ ଡେଫିନେସନ ତାର ଡେଫିନେସନ ବା ସଂଜ୍ଞା ତାକୁ କହିବା ସେ ବିଷୟରେ ଆଲୋଚନା କରିଥିଲି ଆଜି ଏଇ କ୍ଲାସରେ ମୁଁ ଆଲୋଚନା କରିବି ଯେ ଡେମୋକ୍ରେସି ର ଡେଭଲପମେଣ୍ଟ ତମର ସ୍କ୍ରିନରେ ମଧ୍ୟ ତମେ ମାନେ ଦେଖି ପାରୁଥିବ ଯେ କଣ ଅଛି ନା ଡେଭଲପମେଣ୍ଟ ଅଫ ଡେମୋକ୍ରେସି ଗଣତନ୍ତ୍ରର ବିକାଶ ଏ ବିଷୟରେ ଆଲୋଚନା କରିବା ଦେଖ ସେ କହୁଛନ୍ତି ଆଦ୍ୟାବସ୍ଥାରେ ଗଣତନ୍ତ୍ର ମୁଖ୍ୟତଃ ଏକ ରାଜନୈତିକ ସିଦ୍ଧାନ୍ତ ବା ତତ୍ତ୍ୱ ରୂପେ ବିବେଚିତ ହେଉଥିଲା ଆଦ୍ୟ ମାନେ ପ୍ରାଥମିକ ସମୟରେ ଏ ଗଣତନ୍ତ୍ର ଶବ୍ଦର ଅର୍ଥ କହିଲେ ଆମେ ବୁଝୁଥିଲେ ଯେ ଯେ ଯେମିତି ତୋର ଗୋଟେ ଧର ପାଣିରେ ଗୋଟେ ଦୀପଟେ ଉହୁଲି ଯାଉଛେ ଆମେ ତାକେ କାଣା କହିସୁଁ ଉହୁଲି ଯାଉଛେ ବୁଡି ଯାଉଥିଲେ ତାକେ କହିସୁଁ ଭାସି ଯାଉଛେ କିନ୍ତୁ କଟକିଆ ମାନେ କହିସନ୍ ହେ ଉହୁଲି ଯାଉଥିଲେ ବି ତାହାକେ କହିସନ୍ ଭାସି ଯାଉଛେ ଆର୍ ବୁଡି ଯାଉଥିଲେ ବି କହିସନ୍ ତାହାକେ ଭାସି ଯାଉଛେ ବୁଝିପାରିଲ ତ ଇ ବୁଡି ଯିବାର ଅର୍ଥ ପ୍ରାରମ୍ଭିକ ଅର୍ଥ କାଣା ନା ଭାସି ଯାଉଛେ ଭାସବା ତାପରେ ବୁଡବା ତ ସେ ଟାଇପ ର ଯଦି ଆମେ ଦେଖିବା ଯେ ଗଣତନ୍ତ୍ର ଶବ୍ଦର ମୂଳ ପ୍ରଥମେ ଯୋଉଟା ଏ ଶବ୍ଦର ମାନେ କଣ ବୁଝଉଥିଲେ ମାନେ ଏ ଗଣତନ୍ତ୍ର କହିଲେ କଣ ବୁଝୁଥିଲେ ସେ ସମୟରେ ନା ଆଦ୍ୟ ଅବସ୍ଥାରେ ମାନେ ପ୍ରାରମ୍ଭିକ ସମୟରେ ଯୋଉ ସମୟରେ ଗଣତନ୍ତ୍ର କିଏ କଣ କ୍ଲିକ୍ କ୍ଲିକ୍ କରୁଛ ଗଣତନ୍ତ୍ର କହିଲେ କଣ ବୁଝୁଥିଲେ ସେ କଥା ମୁଁ ତମକୁ କହୁଛି ସେମାନେ କଣ ବୁଝୁଥିଲେ ନା ରାଜନୈତିକ ସିଦ୍ଧାନ୍ତ ସିଦ୍ଧାନ୍ତ କହିଲେ ତତ୍ତ୍ୱ ବା ଗୋଟେ ମତବାଦ କୁ ବୁଝାଏ ବୁଝିପାରିଲ ମତବାଦ ଯେମିତି ମତ ଗୋଟେ ମତବାଦ ହଉଛି ପିଲାମାନେ ସାମ୍ୟବାଦୀ ମତବାଦ ମାନେ ସମସ୍ତେ ସମାନ ଧନୀଠୁ ସାମ୍ୟବାଦୀ ମାନେ କଣ କରନ୍ତି ଜାଣିଛ ତମେ ଏବେ ଶୁଣିଥିବ ଗୋଟେ ଏବେ ଗୋଟେ ଆମର ଯୋଉ କାଶ୍ମୀରରେ ଗୋଟେ ନରସଂହାର ହେଇଛି ଜାଣିଛ ଟେରରିଷ୍ଟ ମାନେ ବା ମାଓବାଦୀ ମାନଙ୍କୁ ତମେ ଜାଣିଥିବ ସେମାନେ ଏ ଗଣତନ୍ତ୍ରକୁ ବିରୋଧ କରନ୍ତି ସେଟା ହଉଛି ମାଉସେ ତୁମଙ୍କର ଚିନ୍ତାଧାରା ତାକୁ ସେଥିପାଇଁ ମାଓବାଦୀ କୁହାଯାଏ ବୁଝିହଉଛି ତ ସେଟା ଗୋଟେ ଚିନ୍ତାଧାରା ଗୋଟେ ସେଟା ଗୋଟେ ସିଦ୍ଧାନ୍ତ ସେମାନେ ଭାବନ୍ତି ଏଇଟା ହିଁ ସତ୍ୟ ବୁଝି ହଉଛି ତ ସେମିତି ଗୋଟେ ସିଦ୍ଧାନ୍ତ ଭାବରେ ପ୍ରଥମେ ଗଣତନ୍ତ୍ର ବା ଗୋଟେ ତତ୍ତ୍ୱ ଭାବରେ ପରିଚିତ ଥିଲା ପ୍ରଥମେ ଆଦ୍ୟ ଅବସ୍ଥାରେ ଗଣତନ୍ତ୍ର କଣ ଥିଲା ନା ଗୋଟେ ସିଦ୍ଧାନ୍ତ ବା ଗୋଟେ ତତ୍ତ୍ୱ ଭାବରେ ଥିଲା ଏଟା ଲେଖିପାରିବ ଯେ ପ୍ରଥମ ଅବସ୍ଥାରେ ପ୍ରାରମ୍ଭରେ ଗଣତନ୍ତ୍ର ଶବ୍ଦର ଅର୍ଥ ଏଟା ମୁଁ ରେକର୍ଡିଂ କରିଦଉଛି ତମେ ପରେ ବି କ୍ଲାସ ଦେଖିପାରିବ ଓକେ ଟେନସନ ନାହିଁ କିନ୍ତୁ ଏବେ ଲେଖି ରଖ ଯେତେ ଥର ଲେଖିବ ସେଥର ମାନଙ୍କର ମନେ ରହିବ ଲେଖିବାଟା ହଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ତେଣୁକରି କହିବାର ତାତ୍ପର୍ଯ୍ୟ ହଉଛି ଯେ ଗଣତନ୍ତ୍ର ପ୍ରାରମ୍ଭିକ ପର୍ଯ୍ୟାୟରେ କଣ ଭାବରେ ବୁଝା ଯାଉଥିଲା ନା ଏକ ସିଦ୍ଧାନ୍ତ ବା ଯାହାକୁ ଇଂରାଜୀରେ କୁହନ୍ତି ଥିଓରି ଏବଂ ତତ୍ତ୍ୱ ଏ ତତ୍ତ୍ୱ ଭାବରେ ବୁଝା ଯାଉଥିଲା ସମୟକ୍ରମେ ମାନେ ସମୟ ବଦଳିବା ସମୟରେ ଏଟା କଣ ହେଲା ନା ସାମାଜିକ ସ୍ତରକୁ ଆସିଲା ସାମାଜିକ ମାନେ ସୋସିଆଲ ମାନେ ଆମ ମାନଙ୍କ ଭିତରକୁ ଆସିଲା ତାପରେ ଅର୍ଥନୈତିକ ସ୍ତରକୁ ଆସିଲା ତାପରେ ନୈତିକ ବା ଏଥିକ୍ସ ର କଥା ମଧ୍ୟ ଏଥିରେ ଆସିଲା ହେଲା ଏ ଦିଗକୁ ପରିବ୍ୟାପ୍ତ ହେଲା ମାନେ ଧୀରେ ଧୀରେ ଏ ସବୁ କ୍ଷେତ୍ରକୁ ପରିବ୍ୟାପ୍ତ ହେଲା ତାପରେ ଲେଖିବ କଣ ନା ଧୀରେ ଧୀରେ ସମୟ କ୍ରମେ ଗଣତନ୍ତ୍ର ଶବ୍ଦର ଅର୍ଥ ବ୍ୟାପକ ହେଲା ଏବଂ ସେ ବ୍ୟାପକ ହେବା ଫଳରେ ସାମାଜିକ ଅର୍ଥନୈତିକ ଓ ନୈତିକ ସ୍ତରକୁ ଗଣତନ୍ତ୍ର ଶବ୍ଦର ଅର୍ଥ ବ୍ୟାପ୍ତି ଲାଭ କଲା ବୁଝିପାରିଲ ମୁଁ ତାର କିଛି କଥା କହୁଛି ଖ୍ରୀଷ୍ଟପୂର୍ବ ଜାଣିଛ ଯୀଶୁଖ୍ରୀଷ୍ଟଙ୍କର ପୂର୍ବ ଅବସ୍ଥାକୁ ଖ୍ରୀଷ୍ଟପୂର୍ବ କୁହାଯାଏ ଯୀଶୁଖ୍ରୀଷ୍ଟଙ୍କର ପର ଅବଦାକୁ କଣ କୁହାଯାଏ ଖ୍ରୀଷ୍ଟାବ୍ଦ କୁହାଯାଏ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀ
5th ସେଞ୍ଚୁରୀ BC ରେ ସୃଷ୍ଟି ହୋଇଥିବା ଗଣତନ୍ତ୍ର ଶବ୍ଦଟି ପିଲାମାନେ ଗଣତନ୍ତ୍ର ଏଟା ଗୋଟେ କୋଶ୍ଚିନ୍ ଗଣତନ୍ତ୍ର ଶବ୍ଦ କେବେ ସୃଷ୍ଟି ହେଇଥିଲା? ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀ বা ଖ୍ରୀଷ୍ଟପୂର୍ବ 5 BC ବୁଝି ହଉଛି ବିଫୋର ଖ୍ରୀଷ୍ଟ। ବୁଝିପାରିଲ କି ନାହିଁ? ମୋ କଥା ଶୁଭୁଛି ତ? ଗଣତନ୍ତ୍ର ଶବ୍ଦଟି କେବେ ଆରମ୍ଭ ହେଇଥିଲା? 5ମ ଶତାବ୍ଦୀ ଖ୍ରୀଷ୍ଟପୂର୍ବ ହେଲା। ଗୋଟେ ହଉଛି ଖ୍ରୀଷ୍ଟାବ୍ଦ, ଗୋଟେ ହଉଛି ଖ୍ରୀଷ୍ଟପୂର୍ବ। ଏଟା ମୁଁ ତମକୁ କ୍ଲିୟର କରିଦିଏ ପିଲାମାନେ। 5ମ ଶତାବ୍ଦୀ କେତେରୁ କେତେ ହବ? 5ମ ଶତାବ୍ଦୀ ଯଦି କହିବା କେତେରୁ କେତେ ମସିହାକୁ ଆମେ କେତେରୁ କେତେକୁ ଆମେ କହିବା 5ମ ଶତାବ୍ଦୀ ବୋଲି କହିଲ? ଖ୍ରୀଷ୍ଟପୂର୍ବ 401 ରୁ 500 କୁ 5ମ ଶତାବ୍ଦୀ, 501 ରୁ 600 କୁ 6ଠ ଶତାବ୍ଦୀ, 601 ରୁ 700 କୁ 7ମ ଶତାବ୍ଦୀ। ବୁଝିପାରିଲ? ଏବେ ଯୋଉ ଆମେ କୋଉ ଶତାବ୍ଦୀରେ ଅଛି? ଏକବିଂଶ ଶତାବ୍ଦୀ। 2001 ରୁ 2100 କୁ ଆମେ କଣ କହିବା? ଏକବିଂଶ ଶତାବ୍ଦୀ। ବିଂଶ ଶତାବ୍ଦୀ କେତେ କହିବା? 1999 ରୁ 2000 କୁ ଆମେ କଣ କହିବା? ବିଂଶ ଶତାବ୍ଦୀ। ତମମାନେ ତ ସବୁ ଏକବିଂଶ ଶତାବ୍ଦୀର ଛୁଆ ମାନେ, ତମେ 2002 2004 ର ତମେ ଛୁଆ ମାନେ ନାଇଁ? ତମ ଡେଟ୍ ଅଫ ବାର୍ଥ ଗୁଡାକ ସବୁ 2002 2004 ରେ ହେଇଥିବ। ତ ତାହେଲେ କଣ ନା ଗଣତନ୍ତ୍ର ଶବ୍ଦଟି କେବେ ପ୍ରଚଳିତ ହେଲା? ନା ଖ୍ରୀଷ୍ଟପୂର୍ବ 5ମ ଶତାବ୍ଦୀରେ ପ୍ରଚଳିତ ହେଲା। ତାପରେ 17ଶ ଶତାବ୍ଦୀ 1700 ଶତାବ୍ଦୀ 1601 ରୁ 1700 କୁ 17ଶ ଶତାବ୍ଦୀ କୁହାଯାଏ। 17ଶ ଶତାବ୍ଦୀରେ ଇଂଲଣ୍ଡରେ ଗୌରବମୟ ବିପ୍ଳବ ହେଲା ବା ତାକୁ କୁହାଯାଏ ଗ୍ଲୋରିୟସ୍ ରିଭୋଲ୍ୟୁସନ। 1700 କେତେ? ଗ୍ଲୋରିୟସ୍ ରିଭୋଲ୍ୟୁସନ ହଉଛି ପିଲାମାନେ 1688 ରେ ହେଇଥିଲା ଏଡି ରେ, ମାନେ ଖ୍ରୀଷ୍ଟାବ୍ଦ ହେଲା। ଏଇ ସମୟରେ ଅଧିକ ବିକଶିତ ହେଲା, ମାନେ ଇଂଲଣ୍ଡରେ 1700 ଶତାବ୍ଦୀ ବେଳକୁ ବା ତମର ଯୋଉ ଗ୍ଲୋରିୟସ୍ ରିଭୋଲ୍ୟୁସନ ମାନେ କଣ ହେଲା? ମାନେ ଗୌରବମୟ ବିପ୍ଳବ ଗୋଟେ ହେଲା। ସେ ବିପ୍ଳବ ସମୟରେ ଏ ଶବ୍ଦର ବ୍ୟାପକ ଭାବରେ ବ୍ୟବହାର କରାଗଲା ବା ଏହାର ଅର୍ଥ ବୁଝାଗଲା। ତାପରେ 1800 ଶତାବ୍ଦୀ ବା ଅଷ୍ଟାଦଶ ଶତାବ୍ଦୀରେ ଆମେରିକାରେ ଲେଖ 17ଶ ଶତାବ୍ଦୀରେ କୋଉଠି? ଲଣ୍ଡନରେ ଶବ୍ଦର ବିକାଶ ଘଟୁଛି। ତାପରେ ଆମେ 1800 ଶତାବ୍ଦୀ ବେଳକେ ଆମେ ଦେଖୁଛେ ଆମେରିକାରେ ସ୍ୱାଧୀନତା ଘୋଷଣା, ମାନେ ଆମେରିକା ପରାଧୀନ ଥିଲା। ତମେ ଜାଣିଛ କି ନି? ସବୁ ପୃଥିବୀରେ ଅନେକ ଗୁଡାଏ ଦେଶକୁ ଇଂରେଜ ମାନେ ବା ଲଣ୍ଡନର ଲୋକମାନେ କଣ କରୁଥିଲେ ନା ଅଧିକାର କରିଥିଲେ, ତାଙ୍କୁ ଶାସନ କରୁଥିଲେ। ତ 1776 ରେ କଣ ହେଇଛି? କିଏ ସ୍ୱାଧୀନ ହେଲା? ନା ଆମେରିକା ସ୍ୱାଧୀନ ହେଲା। ଏବଂ ସ୍ୱାଧୀନ ହେବା ପରେ ସେଠି ଗୋଟେ ପ୍ରକାର ଗଣତନ୍ତ୍ର ବା ଡେମୋକ୍ରେସି ଆରମ୍ଭ ହେଲା। ଓ ଫରାସୀ ରାଷ୍ଟ୍ର ବିପ୍ଳବ 1799 ଏ ସମୟରେ ମଧ୍ୟ ଘଟୁଛି ଫ୍ରାନ୍ସରେ ଫରାସୀ ରାଷ୍ଟ୍ର ବିପ୍ଳବ। ଗଣତନ୍ତ୍ର ନୀତି, ଆଦର୍ଶ ଓ ଭାବନାକୁ ବ୍ୟାପକ ଭାବେ ପ୍ରୋତ୍ସାହିତ କଲେ। ଏସବୁ ଯୋଉ ଘଟଣା ଘଟିଲା, ତମର ଗ୍ଲୋରିୟସ୍ ରିଭୋଲ୍ୟୁସନ ହଉ ବା ଫରାସୀ ରାଷ୍ଟ୍ର ବିପ୍ଳବ ହଉ ବା ଆମେରିକା ସ୍ୱାଧୀନ ହେବା ହଉ, ଏସବୁ ଘଟିବା ଫଳରେ ଗଣତନ୍ତ୍ରର ଯୋଉ ତାର ଅର୍ଥ କଣ, ତାର ଆଦର୍ଶ କଣ, ଗଣତନ୍ତ୍ର କହିଲେ କଣ ବୁଝୁ, ସେଟା କଣ କରେ, ଗଣତନ୍ତ୍ର ଆମକୁ କଣ ଭଲ କରେ, କଣ ଖରାପ କରେ ଏବଂ କେମିତି କରେ, ସେ କଥାଟା ଆସ୍ତେ ଆସ୍ତେ ସବୁ ଜାଗାରେ ବିକଶିତ ହେଲା। ବୁଝି ହଉଛି? ତାପରେ ଊନବିଂଶ ଶତାବ୍ଦୀ
ସମାଜବାଦୀ ତଥା ସାମ୍ୟବାଦୀ ଚିନ୍ତାଧାରାର ଉଦ୍ରେକ। ତାପରେ ଊନବିଂଶ ଶତାବ୍ଦୀରେ ପିଲାମାନେ ଦୁଇଟି ଗୋଟେ ଗୁରୁତ୍ୱପୂର୍ଣ୍ଣ ଜିନିଷ ପ୍ରକାଶ ପାଇଲା, ଦୁଇଟି ବାଦ ଆସିଲା। ସେଟା ହଉଛି କଣ? ଗୋଟେ ହଉଛି ସାମ୍ୟବାଦ ଏବଂ ଗୋଟେ ସମାଜବାଦ। ଗୋଟେ ହଉଛି ସମାଜବାଦ କହିଲେ ଗୋଟେ ଗୋଟେ ତୀର ଦିଟା ପାଟ, ଗୋଟେ ସାମ୍ୟବାଦ ଆଉ ସମାଜବାଦ ଗୋଟେ ମାନେ ଧାରାର ଲୋକ ଏମାନେ ହେଲା। ଏମାନେ ସମାଜରେ ଏବେ ଧନୀ ଗରିବ ସମସ୍ତେ ଅଛନ୍ତି, ବୁଝିପାରିଲ? ତ ସମାଜବାଦୀ ବା ସାମ୍ୟବାଦୀ ଲୋକମାନଙ୍କର କଣ କହିଲ ଯେ ତାଙ୍କର ଗୋଟେ ମାତ୍ର କଥା କହିବାର ଅଛି ଯେ ଯଦି ଗୋଟେ ଇଣ୍ଡଷ୍ଟ୍ରିରେ ଗୋଟେ କମ୍ପାନୀରେ ଗୋଟେ ଲୋକ କାମ କରୁଛି, ସେ ଲୋକ ତ ପଇସା ଲଗଉଛି, କିଏ ମାଲିକ ପଇସା ଲଗଉଛି ଏବଂ ଲେବର ମାନେ କାମ କରୁଛନ୍ତି, ବୁଝିହଉଛି? ତ ଲେବର ପରିଶ୍ରମ ହେତୁ ସେ ଲୋକଟା ଲାଭ ପାଉଛି। ଧର ଗୋଟେ ରାଇସ୍ ମିଲ୍ କଥା ମୁଁ କହିବି, ରାଇସ୍ ମିଲ୍ ମାଲିକ ଆସିକିରି କଣ ଧାନ ପିସଉଛି କି? ପିସଉନି। କିଏ ପିସଉଛି? ନା ଲେବର ମାନେ ପିସଉଛନ୍ତି। ତେଣୁକରି ଲେବର ମାନେ ବେଶୀ ଲାଭ ପାଇବା ଦରକାର ବୋଲି ସାମ୍ୟବାଦୀ ଲୋକମାନେ କୁହନ୍ତି। ମାନେ ସମାଜରେ ଗୋଟେ ସମାନ୍ତରଳ, ଧନୀ ଗରିବ ରହିବେ ନାହିଁ, ସମସ୍ତେ ସମାନ ହେବେ, ଏମିତି ସେମାନଙ୍କର ଚିନ୍ତାଧାରା। ତାକୁ କୁହାଯାଏ କମ୍ୟୁନାଲିଜିମ୍, ବୁଝିହଉଛି? ତ ଏଇ ଧାରା ଆମେ ଊନବିଂଶ ଶତାବ୍ଦୀ ବେଳକୁ ଏମିତି ଦୁଇଟି ମତବାଦ ଆମ ଆସିଲା ବା ବାହାରିଲା। ତାପରେ ଆମେ ଦେଖିବା ବିଂଶ ଶତାବ୍ଦୀର କଥା। ବିଂଶ ଶତାବ୍ଦୀରେ କଣ ହେଇଛି ନା ବିଂଶ ଶତାବ୍ଦୀରେ ଏସିଆ, ଆଫ୍ରିକା ଓ ଲାଟିନ ଆମେରିକା ଅଧିକାଂଶ ପରାଧୀନ ଦେଶ ସାମ୍ରାଜ୍ୟବାଦ ଓ ତମର ଉପନିବେଶବାଦ କବଳରୁ ମୁକ୍ତ ହୋଇ ସ୍ୱାଧୀନ ତଥା ସାର୍ବଭୌମ ରାଷ୍ଟ୍ରର ପରିଣତ ହେବା ଓ ଅନ୍ୟ ରାଷ୍ଟ୍ର ମାନଙ୍କ ସହ ସମାନତା ଲାଭ କଲା। ପିଲାମାନେ କଣ ନା ଏଥିରେ ଦୁଇଟି ଜିନିଷ ତମେ ବୁଝି ପାରିନଥିବ ଯେ କୋଉ କୋଉ ଦେଶ ନା ଏସିଆ, ଆଫ୍ରିକା ଓ ଲାଟିନ ଆମେରିକା, ଏଇ ଯୋଉ ଏଇ ଅଞ୍ଚଳର ଅଧିକାଂଶ ଦେଶ ମ୍ୟୁଟ କର। ଏ ବାବୁ ମାନେ ମ୍ୟୁଟ କର। ମ୍ୟାଡାମ ମ୍ୟୁଟ କରିଦିଅନ୍ତୁ। ବୁଝିଲା? ତ ଏଇ ଯୋଉ ସାମ୍ରାଜ୍ୟବାଦ, ଯୋଉ ଇଂରେଜ ମାନେ ଗୋଟେ ଦେଶରୁ ଆଉ ଗୋଟେ ଦେଶକୁ ସେମାନେ ଶାସନ କରୁଥିଲେ, ପିଲାମାନେ ସେମାନଙ୍କ ଠାରୁ ମୁକ୍ତି ଲାଭ କଲେ। ଉପନିବେଶବାଦ ମାନେ କଣ ବୁଝିଛ? ଉପନିବେଶବାଦ ମାନେ କିଏ ବୁଝିଛ? ମତେ କୁହ ତ। କିଏ ବୁଝିନ ମତେ କୁହ, ଯଦି ବୁଝିଥିଲେ ବି କୁହ, ନ ବୁଝିଥିଲେ ବି କୁହ। ଉପନିବେଶବାଦ ମାନେ କିଏ ବୁଝିଛ? ଏ ବିଷୟଟା କଲେଜରେ ତମ ମାନଙ୍କର ପଢା ହେଇଛି କି? ଆଉ ବାବୁ କ୍ଲାସ ନାହିଁ କରିଦେଲେ ମୋର ପଲିଟିକାଲ ଉପନିବେଶବାଦ ମାନେ ବୁଝିଛୁ କି ସ୍ୱରୂପା? ହଁ ଜାଣିଛେ ନେଇକି କହ ହଁ କାଣା ଜାଣିଛେ କାଣା କହ? ବୋଲେ ଅଲଗା ଗୋଟେ ଦେଶରୁ ଆସିକରି ଆମର ଦେଶରେ ତାଙ୍କର କାରବାର କରବାରଟା। ଠିକ କହିଛୁ ଯେ ଆଉ ଟିକେ କହିଥିଲେ ଭଲ ହେଇଥାନ୍ତା, ନାଇଁ ଜାଣି ପାରିଲୁ ଟିକେ ଗୋଟେ ଜାଗାରେ ମିଷ୍ଟେକ୍ କରିଦେଲୁ। ଉପନିବେଶବାଦ ଠିକ କହିଲୁ, ଅଲଗା ନିଜେ ଜାଗାରୁ ଆସିକିରି। ଦେଖ ଆମର ଭାରତ କେ ଇଂରେଜ ମାନେ କାହିଁ ଆସିଥିଲେ? ବେପାର କରବାର ଲାଗି। ଭାସ୍କୋଡା ଗାମା ପ୍ରଥମେ ଫ୍ରାନ୍ସ ରେ ଆଇଥିଲା, ନାଇଁ? ସେ କାଲିକଟ ବନ୍ଦରରେ ତାର ଜାହାଜ ହଁ ଉତରାଲା। କାହିଁ ଆଇଥିଲା ସେ? ଏଇ ଆମର ମସଲା ବେପାର କରବାର ଲାଗି। କାରଣ ଭାରତର ମସଲା ବଢିଆ ମସଲା, ବୁଝିଲ ପିଲାମାନେ? ଯେ ସେ ବେପାର କରବାର ଲାଗି ଆସିଥିଲା। ତାପରେ ସେମାନେ ଗୋଟେ ଇଷ୍ଟ ଇଣ୍ଡିଆ କମ୍ପାନୀ ତିଆରି କଲେ କଲକାତାରେ, ବୁଝିଲ? ଆସ୍ତେ ଆସ୍ତେ ସେମାନେ କେଲକାତାରେ ଯେତେବେଳେ କମ୍ପାନୀ ତିଆରି କଲେ, ତାଙ୍କର ଆଡର ଲୋକ ମାନେ ସବୁ ଆସି ବସିଲେ, ହେଲା। ଆସି ବସିକିରି କାଣା କଲେ ନା ଇ ମାନେ ଯିଏ ବଙ୍ଗର ନବାବ ଥିଲେ ତାଙ୍କର ସାଙ୍ଗେ ମିତ୍ରତା କଲେ। ଆର ଆଉ ଜଣେ କେ ସେମାନେ ପରାସ୍ତ କଲେ। ଶ୍ରୀରାମପୁରର ମାନେ ସବୁ ଜାଗାର ଏନ୍ତା କରି ମାନେ ସବୁ ଜାଗାରେ ଗୋଟେ ଗୋଟେ କ୍ୟାମ୍ପ କଲେ। ମାନେ ବେଙ୍ଗଲୋର, କୋଲକାତା, ଦିଲ୍ଲୀ, ମାନେ ସବୁବେଳେ ଗୋଟେ କ୍ୟାମ୍ପ କଲେ। ଆସ୍ତେ ଆସ୍ତେ କାଣା କଲେ, ଇ ରଜା ମାନଙ୍କୁ ହରେଇକିରି ସେ ରଜା ଗାଦିରେ ବସବାର ଲାଗି ମାନେ ଚେଷ୍ଟା କଲେ। ଇ ଯେନ୍ ଶୈଳୀ କେ ମାନେ ବେପାର କରବାର ଲାଗି ଆସିଥିବ, କିନ୍ତୁ ତମେ ସେନେ କାଁ କରବ ନା ଶାସନ ବ୍ୟବସ୍ଥା କେ ମାନେ ଇଟା କରବ, କାଣା କରବ ମାନେ
ହାଇଜାକ୍ କରବ ମାନେ ଶାସନ କରବାର୍ ଲାଗି ସେ ଗାଁକେ ଆସିଥିବ। ଧର ଆମର୍ ଗାଁକେ ତମେ ବେପାର କରବାର୍ ଲାଗି ଆସିଛ, କିନ୍ତୁ ଆମର୍ ଗାଁକେ ଶାସନ କରବାର୍ ଲାଗି ଗୋଟେ ଲୋକଟେ ଚାହିଁଲା, ତାହାକେ ଆମେ କାଣା କହେମା ଉପନିବେଶବାଦୀ ଚିନ୍ତାଧାରା, ଇଂଲିଶରେ ପିଲାମାନେ କହେସନ୍ କଲୋନିଆଲିଜିମ୍, କଲୋନିଆଲ ଇଜିମ୍, ଉପନିବେଶବାଦ। ତ ସେନ୍ତା ଇମାନେ ଯେନ୍ ନାଁ ଗୁଡାକ ଧଇଲି ଦେଶ ଗୁଡାକର, ଇ ଦେଶ ଗୁଡାକର ଯୋଉମାନେ ଅ, ପରାଧୀନ ଥିଲେ, ସେମାନେ ଉପନିବେଶବାଦରୁ କବଳରୁ ମୁକ୍ତ ହୋଇ ସ୍ୱାଧୀନ ତଥା ସାର୍ବଭୌମ ରାଷ୍ଟ୍ରର ପରିଣତ ହେବା ଓ ଅନ୍ୟ ରାଷ୍ଟ୍ରମାନଙ୍କ ସହ ସମାନ ଲାଭ ଅ, ଅ, କରିବା ଏବଂ ଏମାନେ କଣ ହେଇଛନ୍ତି ନା ସମସ୍ତେ ସ୍ୱାଧୀନ ହେଲେ। ସ୍ୱାଧୀନ ହେବା ଫଳରେ ସାର୍ବଭୌମ ମାନେ ନିଜ ହାତରେ ନିଜର ସମସ୍ତ କ୍ଷମତା ନିଜେ ଉପଭୋଗ କଲେ ରାଷ୍ଟ୍ର ମାନେ ଦେଶ ମାନେ। ବୁଝି ରାଷ୍ଟ୍ର କହିଲେ ପିଲାମାନେ ଦେଶ ପଲିଟିକାଲ ସାଇନ୍ସରେ ଊନବିଂଶ ଶତାବ୍ଦୀର ପ୍ରାରମ୍ଭ ସୁଦ୍ଧା ଜଗତୀକରଣ ଓ ଉଦାରୀକରଣର ପ୍ରାବଲ୍ୟ ଉପଲବ୍ଧ ହେବା ଗଣତନ୍ତ୍ରକୁ ଅ, ମାନେ ଅ, ଆଗୁସାର ଅ, କରାଇଛି। ମାନେ କଣ ଏ ସମୟରେ ଆଉ ଗୋଟେ ପିଲାମାନେ ଦୁଇଟି କଥା ସେ କହିଲେ ଯେ ଏକବିଂଶ ଶତାବ୍ଦୀରେ ଜଗତୀକରଣ ଗ୍ଲୋବାଲାଇଜେସନ, ତାକୁ ଇଂରାଜୀରେ କୁହାଯାଏ ଗ୍ଲୋବାଲାଇଜେସନ। ଗ୍ଲୋବାଲାଇଜେସନ ମାନେ କଣ ନା ଯେମିତି ଏବେ ଆମର ମାଣ୍ଡିଆ ପିଲାମାନେ, ମାଣ୍ଡିଆଟା କୋରାପୁଟ ଅଞ୍ଚଳରେ ତିଆରି ହୁଏ, କିନ୍ତୁ ଏବେ ସେଟା ଏମିତି ତାର ମାର୍କେଟିଂ କରାଗଲା, ଏମିତି ତାକୁ କୁହାଗଲା ଯେ ମାଣ୍ଡିଆଟା ଏମିତି ସେମିତି ବୋଲି, ସେଟା ବର୍ତ୍ତମାନ କୋଉଠି କୋଉଠି ବେଶୀ ଗ୍ରହଣ କରାଯାଉଛି ସାରା ବିଶ୍ୱରେ। ବୁଝିପାରିଲ, ଆମର ସମ୍ବଲପୁରୀ ଶାଢୀ ତାକୁ ଏମିତି ମାର୍କେଟିଂ କରାଗଲା, ବର୍ତ୍ତମାନ ସବୁ ସାରା ବିଶ୍ୱର ଲୋକ ତାକୁ ପିନ୍ଧୁଛନ୍ତି। ବୁଝି ଏଟା ହଉଛି ଗ୍ଲୋବାଲାଇଜେସନ, ମାନେ ଯୋଉଟା ଭୋକାଲ ଫର ମାନେ ଲୋକାଲ ଫର ଭୋକାଲ, ମାନେ ଆମେ ଲୋକାଲ ଜିନିଷକୁ ଆମେ ଚାରିଆଡେ ପ୍ରସାରିତ କରିବାଟା ତାକୁ କୁହାଯାଏ ଗ୍ଲୋବାଲାଇଜେସନ ବା ଜଗତୀକରଣ। ବୁଝି ହଉଛି ମାନେ ଜଗତକୁ ଗୋଟେ, ଆମେ ଯେମିତି ଏବେ ଇଣ୍ଟରନେଟରେ ଆମେରିକାରେ ଗୋଟେ ମିଳୁଥିବା ଫଳ, ଗୋଟେ ମୁଁ ଫ୍ଲିପକାର୍ଟରେ ଅର୍ଡର କରିଲି ଯେ ଆମେରିକାରେ ତିଆରି ହଉଥିବା ଗୋଟେ ଲାପଟପ୍ ମୋର ପାଖକୁ ଆସିବା ଦରକାର। ମୁଁ ସେମିତିରେ ଆଣିପାରିବି ନାହିଁ। ଯଦି ଗୋଟେ ଆମର ଗୋଟେ ଫ୍ଲିପକାର୍ଟ ଗୋଟେ ଅଛି ଜାଣିଛ, ସେଥିରେ ଯଦି ଅର୍ଡର କରିଦେବି ସେଟା ଆମର ଘରକୁ ଆସିକି ପହଞ୍ଚିଯିବ। ଗୋଟେ ଆମେରିକାର ଜିନିଷ ମୁଁ ପାଇଗଲି, ମାନେ କଣ ବିଶ୍ୱର ଯେକୌଣସି ଜାଗାରେ ଯେକୌଣସି ଜିନିଷ ଆମେ ଆକ୍ସେସ କରିପାରିଲା। ଗୁଗୁଲ ଆସିଗଲା। ବୁଝି ଗୁଗୁଲରେ ଆମେ ଏଇ ଆମେରିକାର ପ୍ରେସିଡେଣ୍ଟ ଆମେରିକା ପ୍ରେସିଡେଣ୍ଟ ପଳେଇ ଆସିବ ଡୋନାଲ୍ଡ ଟ୍ରମ୍ପ, ଆମେ ଜାଣିପାରିଲେ। ତ ଏଇଟା ଜଗତୀକରଣ ଫଳରେ ସବୁ ଜିନିଷ ହେଇଛି, ମାନେ ସବୁ ଜିନିଷ ଗୋଟେ ଜାଗାରେ ଗୋଟେ ସମସ୍ତେ ଆକ୍ସେସ କରିପାରିବେ, ସବୁ ଜିନିଷ ସମସ୍ତେ ପାଇପାରିବେ, ବା ଗୋଟେ ସାର୍ବଜନୀନୀକରଣ କୁହାଯାଏ ହେଲା, ତାକୁ କୁହାଯାଏ ଜଗତୀକରଣ ଏ ସମୟରେ ଘଟିଲା। ତାପରେ ହେଲା ଉଦାରୀକରଣ। ପିଲାମାନେ ଉଦାରୀକରଣ ମାନେ ହଉଛି ଲିବରାଲିଜିମ। ମାନେ ତମେ ଦେଖ ଆମ ଭାରତରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ସବୁ କଣ କରାଯାଇଛି, ଅଷ୍ଟମ ନବମ ଶ୍ରେଣୀ ପର୍ଯ୍ୟନ୍ତ ଫ୍ରି ବୁକ୍ସ, ଫ୍ରି ସବୁ ଜିନିଷ ଦିଆଯାଉଛି। ମାନେ ଏଟା କଣ ମାନେ ଲୋକମାନଙ୍କୁ ଶିକ୍ଷା, ସ୍ୱାସ୍ଥ୍ୟ ଏସବୁ ଜିନିଷ ସବୁ ଫ୍ରିରେ ଦିଆଯାଉଛି। ମାନେ ଉଦାରୀକରଣ ମାନେ ସରକାର ମାନେ ଜନସାଧାରଣ ମାନଙ୍କ ପାଇଁ ଉଦାର, ଏସବୁ ଧାରାଟା ମଧ୍ୟ ଆସିଲା। ଏସବୁ ମାନେ ଆସିବା ଫଳରେ ଆମ ସମାଜରେ, ଆମ ସରକାରରେ ତାହେଲେ ଗଣତନ୍ତ୍ରକୁ ଆଉ ଟିକେ ସୁବିଧା ହେଲା। ଏଟା କାରଣ ଏସବୁ ଜିନିଷ ହଉଛି ଗଣତନ୍ତ୍ରର ବୈଶିଷ୍ଟ୍ୟ ଗୁଡାକ, ଉଦାରୀ ହବା, ବୁଝି ହଉଛି ଗ୍ଲୋବାଲାଇଜେସନ ହବା ବା ଜଗତୀକରଣ ହବା, ବୁଝି ହଉଛି ସମସ୍ତେ ସମାନ ଅଧିକାର ପାଇବେ। ଏଟା ହଉଛି ଗଣତନ୍ତ୍ରର କଣ ମାନେ ସବୁ ଏକ୍ସପେକ୍ଟ ଗୁଡାକ, ମାନେ ତାର ଲକ୍ଷଣ ଗୁଡିକ, ବୈଶିଷ୍ଟ୍ୟ ଗୁଡିକ। ତ ଏସବୁ ହେଲା ପରେ ଗଣତନ୍ତ୍ର ଆଉ ଟିକେ ସମୃଦ୍ଧ ହେଇଛି। ଗଣତନ୍ତ୍ରର 6ଟି ମୁଖ୍ୟ ସ୍ତମ୍ଭ ଉପରେ ଦଣ୍ଡାମାନ। ଗଣତନ୍ତ୍ର ପିଲାମାନେ 6ଟି ପିଲର୍ସ, 6 ପିଲର୍ସ ଉପରେ ଦଣ୍ଡାମାନ। ଯୋଉମାନେ ପ୍ଲସ ଟୁ ରେ ଭଲ ମାର୍କ ପଡିବ, ରେଭେନ୍ସା ଫେଭେନ୍ସା ଆଡେ ତମେ ପାଠ ପଢ, ତାହେଲେ ରେଭେନ୍ସାରେ ପିଲାମାନେ 7 ପିଲର ବୋଲି ଗୋଟେ ଅଛି, ଯୋଉଠି ତାଙ୍କର ଅଡିଟୋରିୟମ, ଯୋଉଠି ସବୁ ନାଚ ଗୀତ ହୁଏ, 7ଟା ପିଲର୍ସ ଅଛି। ସେ କଥାଟା ମୋର ମନେ ପଡିଲା ଯେ ଏଠି ଗଣତନ୍ତ୍ରରେ କେତେଟା ପିଲର୍ସ ଅଛି, 6ଟା ପିଲର୍ସ। ଏଟା ମନେ ରଖିଥିବ, ବା 6ଟି ଖମ୍ବ।
সেটা କଣ ଲେଖ। ଗଣତନ୍ତ୍ରର 6 ପିଲର ଗୋଟେ ହଉଛି କଣ? ଆଇନ। ଗଣତନ୍ତ୍ରରେ ଗୋଟେ ଆଇନ ରହିବ, ବୁଝିହଉଛି, ଗୋଟେ ନିର୍ଦ୍ଦିଷ୍ଟ ରିଟିନ ଆଇନ ରହିବ, ମାନେ ଲିଖିତ ଆଇନ। ଏମିତି ମୁଖେ ମୁଖେ କୁହାକୁହି ନାହିଁ। ମୁଁ ଯୋଉଟା ଠିକ କହିଲି, ମାନେ ମୁଁ ତମକୁ କହିଦେବି ନାହିଁ ଯେ ଯିଏ କ୍ଲାସ କରିବନି ତାକୁ ଦଣ୍ଡ ଦିଆଯିବ, ଏମିତି କୁହାଯିବନି। ଏଟା ହଉଛି ଆଇନ କୁହାଯିବନି, ଏଟାକୁ ମୋନାର୍କିକାଲ ଫର୍ମ ଗଭର୍ଣ୍ଣମେଣ୍ଟ କୁହାଯାଏ। ତାହେଲେ ଆଇନ କଣ ନା ଗୋଟେ ଲିଖିତ ଗୋଟେ ଆକାରରେ ଏତେ ଧାରା ଅନୁସାରେ ତମକୁ ଦଣ୍ଡିତ କରାଗଲା, ବୁଝିହଉଛି, ଏଟା ଗୋଟେ ଆଇନ ରହିବ। ତାପରେ କଣ ରହିବ? ସ୍ୱତନ୍ତ୍ରତା ରହିବ, ବୁଝିହଉଛି। ତାପରେ ଆଉ ଗୋଟେ ସ୍ତମ୍ଭ ହଉଛି ସମାନତା, ସମସ୍ତେ ସମାନ ରହିବେ, ସମାନତା ରହିବ। ତାପରେ ଅଧିକାର ରହିବ, ରାଇଟ୍ସ। କଣ? ତମର ଅଧିକାର ରହିବ, ରାସ୍ତାରେ ବୁଲିବାର ଅଧିକାର ଅଛି, ତମେ ଯାହା ଇଚ୍ଛା ତାହା କହିବାର ଅଧିକାର ଅଛି। ଯାହା ଇଚ୍ଛା ତାହା ମାନେ କାହାକୁ ଗାଳି କରିବ ନାହିଁ, ତମେ ଯୋଉଟା ଠିକ କଥା ସେଟା କହିପାରିବ। ସେଟା ମୁଖ୍ୟମନ୍ତ୍ରୀ ହଉ, ରାଷ୍ଟ୍ରପତି ହଉ, ପ୍ରଧାନମନ୍ତ୍ରୀ ହଉ, ଯାହାକୁ ଚାହିଁବ ଗଣତନ୍ତ୍ରରେ ପ୍ରଶ୍ନ ପଚାରି ପାରିବ ଯେ ଏଇଟା କାହିଁକି ହେଲାନି, ଆମ ଗାଁରେ ରାସ୍ତା ହେଇନି କାହିଁକି, କଲେକ୍ଟର ବି ପଚାରି ପାରିବ। ତାପରେ କଣ ନା ନ୍ୟାୟ ରହିବ। ଧର କୌଣସି କାହାର ଅସୁବିଧା ହେଲା, ସେ କାହାକୁ, ଗୋଟେ ନ୍ୟାୟାଳୟକୁ ଯାଉଛୁ ଆମେ, ନ୍ୟାୟପାଳିକାକୁ, ତ ସେ ଜାଗାରେ ଆମେ ନ୍ୟାୟ ମାଗୁଛୁ। ତାପରେ ଏମିତି ଭାବରେ ଆଉ ଗୋଟେ ରହିବ କଣ ନା ଭାତୃତ୍ୱ ଭାବ ରହିବ, ଫ୍ରେଟର୍ନିଟି ରହିବ। ମାନେ ଧର ତମ ଗାଁରେ ଭୋଟ ହେଲା, ଏବେ ରାଜନୀତି କରିକି ଆଉ ଲୋକ କଥାବାର୍ତ୍ତା ହଉନାହାନ୍ତି, କିନ୍ତୁ ଭୋଟ ସରିଗଲା ପରେ ସମସ୍ତେ ଭାତୃତ୍ୱ ଭାବରେ ରହିବା କଥା, ବୁଝୁଛି। ତ ଏସବୁ ଏଇ 6ଟା ଲାଷ୍ଟ ଟା ପିଲର୍ସ। କଣ? ଭାତୃତ୍ୱ ଭାବ, ଲାଷ୍ଟ ଟା କଣ? ଭାତୃତ୍ୱ ଭାବ, ବୁଝିପାରିଲ? ଫ୍ରେଟର୍ନିଟି, ଭାତୃତ୍ୱ ଭାବ। ତ ଏ ଭାତୃତ୍ୱ ଭାବ ମଧ୍ୟ ସ୍କ୍ରିନ ରେ ବାବୁ ମାନେ ଦେଖା ଯାଉଛି, ଲେଖିପାରିବ। ସ୍କ୍ରିନ ରେ ବି ଲେଖା ଯାଉଛି, ଦେଖ ଲାଷ୍ଟ ପାରାଗ୍ରାଫ, ଏ ପାରାଗ୍ରାଫ ର ଲାଷ୍ଟ ସେକେଣ୍ଡ ଲାଇନ, ଭାତୃତ୍ୱ ଭାବ। ତାପରେ ଏମିତି ଆଉ ଅନେକ ଗଣତନ୍ତ୍ର ଅଛି, ଯେମିତି ସାମାଜିକ ଗଣତନ୍ତ୍ର, ଅର୍ଥନୈତିକ ଗଣତନ୍ତ୍ର, ରାଜନୈତିକ ଗଣତନ୍ତ୍ର, ଶିଳ୍ପ ଗଣତନ୍ତ୍ର ଆଦି ହେଉଛି ଗଣତନ୍ତ୍ରର ରୂପୀ, ମାନେ ରୂପ, ବୁଝିହଉଛି। ତ ତାପରେ ଆମେ, କେତେ ସମୟ ହେଲା, ଆଉ 15-20 ମିନିଟ ପଢିପାରିବା। ଯେ ଦେଖ, ଯେ ଗ୍ରୀକ ମାନଙ୍କର ନଗର ରାଷ୍ଟ୍ର, ସିଟି ଏଣ୍ଡ ଷ୍ଟେଟ ବ୍ୟବସ୍ଥା ବାସ୍ତବରେ ଗଣତନ୍ତ୍ରର କାର୍ଯ୍ୟ ରୂପ ଥିଲା। ପିଲାମାନେ, ଗ୍ରୀକରେ ଯୋଉ ନଗର ବ୍ୟବସ୍ଥା ଥିଲା, ତାପରେ ସିଟି ଯାକୁ କହୁଛେ ନଗର, ଆଉ ଷ୍ଟେଟ ମାନେ ଦୁଇଟା ଭାଗରେ, ଧର ଆମର ବହୁତ ଗୋଟେ ସିଟି ହେଲେ ଓଡିଶା ଗୋଟେ ଷ୍ଟେଟ, ଏମିତି ବ୍ୟବସ୍ଥା ତାଙ୍କର ଥିଲା। ଗୋଟେ ଫେଡରାଲ ଷ୍ଟ୍ରକ୍ଚର ଥିଲା କାହାର? ଗ୍ରୀକ ମାନଙ୍କର। ତ ସେ କହୁଛନ୍ତି ଯେ ଏଇଠୁ ଗଣତନ୍ତ୍ରର ଆରମ୍ଭ ହେଇଥାଇପାରେ। ରୋମାନ, ଏଇ ଯୋଉ ରୋମିଓ ଲୋକମାନେ, ବା ଇଉ ରୋମାନ ର ଲୋକମାନେ ବା ରୋମିଓ ମାନେ, ଏମାନେ ସମାନ ଓ ସର୍ବୋଚ୍ଚ ଆଇନର ଅଧିକାରୀ ଥିଲେ। ଏମାନେ ସବୁ ତିଆରି ଆଇନ କରୁଥିଲେ, ବୁଝି ହଉଛି। 19ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଗଣତନ୍ତ୍ରର ଶାସ୍ତ୍ରୀୟ ବା ଉଦା ଉଦାରବାଦୀ ତତ୍ତ୍ୱ, କଣ କହୁଛି, ଉଦାରବାଦୀ ତତ୍ତ୍ୱ ବଳରେ ମାନେ ବଳବତ୍ତର ଥିଲା। ଯେ 19ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଗଣତନ୍ତ୍ରର ଉଦାରବାଦୀ ମାନେ ଲିବରାଲିଟି ଧାରା କଣ ଥିଲା ନା ବଳବତ୍ତର ଥିଲା, ହେଲା। ଏହି ତତ୍ତ୍ୱ ପ୍ରତିନିଧିତ୍ୱ ମୂଳକ ସରକାର
ମାନେ ଏଇ ଯୋଉ ତତ୍ତ୍ୱଟା ଆମେ କହୁଛୁ ଗଣତନ୍ତ୍ର ତତ୍ତ୍ୱଟା ସିଦ୍ଧାନ୍ତ ମୁଁ ଯୋଉ କହୁଥିଲି, ଏହାର ଅର୍ଥ କଣ ଥିଲା ନା ପ୍ରତିନିଧିତ୍ୱ ମୂଳକ ସରକାର। ତମେ ତ ଯାଇକି ସରକାର ହେଇପାରିବ ନାହିଁ। ତମେ ଗୋଟେ ତମ ଗାଁର ଗୋଟେ ମେମ୍ବର ବାଛିବ, ତାକୁ ପ୍ରତିନିଧି କଲା। ତ ପ୍ରତିନିଧିତ୍ୱ ମୂଳକ ସରକାର, ସାମୟିକ ନିର୍ବାଚନ ମାନେ କିଛି ଦିନ ପାଇଁ ନିର୍ବାଚନ, ସାର୍ବଜନୀନ ମତବାଦ, ସମସ୍ତେ ଗୋଟେ ୟୁନିଭର୍ସିଆଲ ମାନେ ମତବାଦ, ତାପରେ ରାଜନୈତିକ ପ୍ରକ୍ରିୟାରେ ଜନସାଧାରଣଙ୍କର ସକ୍ରିୟ ଅଂଶଗ୍ରହଣ ବୁଝି ଏ ସମୟରେ ମତବାଦର ଥିଲା। ତାପରେ ମୌଳିକ ଅଧିକାର ମାନେ ଗୋଟେ ଫଣ୍ଡାମେଣ୍ଟାଲ ରାଇଟ୍ସ ହେଲା। ତାପରେ କଣ ନା ଆଇନର ଶାସନ, ରୁଲ ଫର ଲ ହେଲା, ଯେ ଆଇନ ଯାହା କହୁଛି ସେଇ ହିସାବରେ ଶାସନ କରିଯିବ, ଇଏ ମତବାଦର ଲକ୍ଷ୍ୟ ଥିଲା। ତାପରେ ସ୍ଵାଧୀନ ନ୍ୟାୟପାଳିକା, ଯୋଉ ନ୍ୟାୟପାଳିକା ଯୋଉ ଆମର କୋର୍ଟ ଗୁଡାକ ଅଛି ସେଟା ମଧ୍ୟ କଣ ହେବା ଦରକାର, ମାନେ ସ୍ଵାଧୀନ ହିସାବରେ କାହାର ପ୍ରେସରରେ କାହାକୁ ଦଣ୍ଡ ଦେବା ଦରକାର ନାହିଁ ବା କାହାକୁ ଛାଡିଦେବା ଦରକାର ନାହିଁ ଆଦିରେ ଏସବୁ ରେ ବିଶ୍ୱାସ କରେ। କିଏ ନା ଯୋଉ ମତବାଦଟା କରୁଥିଲା, ଆମେ ଯୋଉ କହୁଥିଲି ମୁଁ ଯେ ସପ୍ତଦଶ ଅଷ୍ଟଦଶ ଶତାବ୍ଦୀ ପର୍ଯ୍ୟନ୍ତ ଗୋଟେ ଏହା ଗଣତନ୍ତ୍ର ଗୋଟେ ମତବାଦ ଥିଲା। ସେ ସମୟରେ କଣ ହଉଥିଲା ନା ଏସବୁ ବିଷୟକୁ ସେ ମତବାଦରେ ଗ୍ରହଣ କରାଯାଉଥିଲା, ବୁଝିପାରୁଛ? ହବ୍ସ, ତାପରେ ଲକ୍, ତାପରେ ରୁସୋ, ତାପରେ ଆମର ଜେଏସ୍ ମିଲ୍, ଟିଏସ୍ ଗ୍ରୀନ ଆଦି ଏହି ତତ୍ତ୍ୱର ପ୍ରବକ୍ତା ଥିଲେ। ଗଣତନ୍ତ୍ର ତତ୍ତ୍ୱର ପ୍ରବକ୍ତା ଏମାନେ ଥିଲେ, ଯୋଉମାନେ ନା କହିଲି ଦେଖିଦିଅ ସ୍କ୍ରିନରେ ବି ଲେଖା ହେଇଛି। ତାପରେ କଣ ହଉଛି ନା ବିଂଶ ଶତାବ୍ଦୀରେ ଯୋଉମାନେ ଏ ମତବାଦକୁ ଆସିଲେ, ପରେଟୋ, ମସ୍କା, ମାଇକେଲସ, ବର୍ନହାମ ଆଦି ପ୍ରବକ୍ତା ମାନେ ଗଣତନ୍ତ୍ରର ସମ୍ଭ୍ରାନ୍ତ ହଁ ସାମ୍ରାନ୍ତବାଦୀ ତତ୍ତ୍ୱ ପ୍ରଚଳନ କରିଥିଲେ। ଯେଟା ସମ୍ଭ୍ରାନ୍ତ ମାନଙ୍କର ଏକ ଧାରା ବୋଲି ଏମାନେ ଗୁରୁତ୍ୱ ଦଉଥିଲେ ଏ ସମୟରେ ହେଲା। ଏହି ତତ୍ତ୍ୱ ଅନୁସାରେ ଗଣତନ୍ତ୍ରର ଶାସନ କ୍ଷମତା ଜନସାଧାରଣଙ୍କର ହାତରେ ନ ରହି ଏକ କ୍ଷୁଦ୍ର ସଂଖ୍ୟାଲଘୁ ଗୋଷ୍ଠୀ ବା ଗୋଟେ ମାଇନରିଟି ହାତରେ ରହେ। ଏ ସମୟରେ ଯୋଉ ଗଣତନ୍ତ୍ରଟା ପିଲାମାନେ ତିଆରି ହେଲା କେମିତି ଥିଲା ନା ଧର ଗୋଟେ ଛୋଟିଆ ଜାତି ହାତରେ, ମାନେ ଗୋଟେ ରାଜ ପରିବାର ହଉ କିମ୍ବା ଧର ଗାଁରେ ଧରିବ ପ୍ରଧାନ ହଉ କିମ୍ବା ଗୋଟେ ନିର୍ଦ୍ଦିଷ୍ଟ ବଂଶ ହାତରେ କ୍ଷମତା ଯେମିତି ଆମର ଗାଁରେ ରୁହେ, ସେମିତି ଗୋଟେ ଗୋଷ୍ଠୀ ହାତରେ, ଗୋଟେ ସମ୍ଭ୍ରାନ୍ତ ଗୋଷ୍ଠୀ ହାତରେ କ୍ଷମତା ରହିଲା। ଏଇ ସମୟରେ ଏହା ହିଁ ମାନେ ଗଣତନ୍ତ୍ର କହୁଥିଲେ, ବୁଝଉଥିଲା। ପରବର୍ତ୍ତୀ ସମୟରେ କଣ ହେଲା ମୁଁ କହୁଛି। ଜନସାଧାରଣ କେବଳ ସେହି ଗୋଷ୍ଠୀକୁ ପରିବର୍ତ୍ତନ କରି ଅନ୍ୟ ଗୋଷ୍ଠୀକୁ କ୍ଷମତାସୀନ କରାଇ ପାରନ୍ତି। ଯେ ଯୋଉ ଗୋଷ୍ଠୀ ହାତରେ କ୍ଷମତା ରହେ, ଜନସାଧାରଣଙ୍କର ଭୂମିକା କଣ ଥିଲା ପିଲାମାନେ, ସେଇ ଗୋଷ୍ଠୀକୁ ଏପର୍ଯ୍ୟନ୍ତ ବ୍ୟକ୍ତି ପାଖକୁ ଆସିନି, ବ୍ୟକ୍ତି ପାଖକୁ ଆସିଗଲେ ଆମେ ତାକୁ ପୂର୍ଣ୍ଣ ଗଣତନ୍ତ୍ର ବୋଲି କହିବା। କଣ ନା ଗୋଷ୍ଠୀ ପାଖରେ ଥିଲା। ଗୋଷ୍ଠୀ ମାନେ ଗୋଟେ ଗୋଷ୍ଠୀକୁ, ନିର୍ଦ୍ଦିଷ୍ଟ ଗୋଷ୍ଠୀକୁ କଣ କରାଯିବ, ସେମାନେ କ୍ଷମତାକୁ ଆଣିବେ ଏବଂ ଚାହିଁଲେ ପରିବର୍ତ୍ତନ କରିକି ଆଉ ଗୋଟେ ଗୋଷ୍ଠୀକୁ ଆଣିପାରିବେ। ଏ ସମୟରେ ଏମିତି ଥିଲା। କିନ୍ତୁ ବାସ୍ତବ କ୍ଷମତା ଆହରଣ କରନ୍ତି ନାହିଁ। ଲୋକମାନେ ବାସ୍ତବ କ୍ଷମତା ମାନେ ନିଜେ ଆଉ କ୍ଷମତା କେବେ ଆହରଣ କରିପାରି ନାହାନ୍ତି ଏ ସମୟରେ। ପରବର୍ତ୍ତୀ ସମୟରେ ରବର୍ଟ ଡହଲ, ତାପରେ ସାର୍ଟୋଟି, ଏକ୍ସଟର୍ନାଲ, ତାପରେ ହଉଛି ବାରେଲସନ ଆଦି ଗଣତନ୍ତ୍ରର ବହୁଳବାଦୀ ତତ୍ତ୍ୱ ଏମାନେ ବହୁଳବାଦୀ ତତ୍ତ୍ୱକୁ ବିଶ୍ୱାସ କରୁଥିଲେ ପିଲାମାନେ ହେଲା। ବହୁଳବାଦୀ ତତ୍ତ୍ୱ ପ୍ରଚଳନ କଲେ। ଏମାନେ ଗଣତନ୍ତ୍ରକୁ ଆଉ ଟିକେ ପ୍ରସାରିତ କଲେ।
ଏହି ତତ୍ତ୍ୱ ଅନୁସାରେ ରାଷ୍ଟ୍ରର ସମସ୍ତ ସାର୍ବଭୌମ କ୍ଷମତା କେବଳ ସରକାରଙ୍କ ନିକଟରେ ଠୁଲ୍ ନ ହୋଇ ଅନ୍ୟାନ୍ୟ ଅନ୍ୟାନ୍ୟ ସଂଘମାନଙ୍କ ମଧ୍ୟରେ ବି ଆବଣ୍ଟିତ ହେବା ଆବଶ୍ୟକ। ଏମାନେ କଣ କହିଲେ ନା ସେମାନେ କହିଲେ ଯେ ସବୁ କ୍ଷମତା ସରକାର କାହିଁକି ଉପଭୋଗ କରିବେ, ବିଭିନ୍ନ ସଂଗଠନ ରହିବେ, ଯେମିତି ଆମର ବର୍ତ୍ତମାନ ପଞ୍ଚାୟତ ରାଜ ବିଭିନ୍ନ ଡିପାର୍ଟମେଣ୍ଟ ଅଛି, ଶିକ୍ଷା ଡିପାର୍ଟମେଣ୍ଟ, ତାପରେ ତମର ସ୍ୱାସ୍ଥ୍ୟ ଡିପାର୍ଟମେଣ୍ଟ, ତାପରେ ପଞ୍ଚାୟତ ରାଜ, ସରପଞ୍ଚ, ମେମ୍ବର ସବୁ ଜାଗାରେ ବର୍ତ୍ତମାନ କ୍ଷମତାଟା ମାନେ ଏଟାକୁ ପାୱାର ମାନେ ବିକେନ୍ଦ୍ରୀକରଣ, କ୍ଷମତା ବିକେନ୍ଦ୍ରୀକରଣ କୁହାଯାଏ। ତ ଏହା ହେବା କଥା ବୋଲି ସେମାନେ କହିଲେ। ସରକାର ଜନସାଧାରଣଙ୍କର ଏକମାତ୍ର ପ୍ରତିନିଧି ନୁହେଁ। ସେ କହିଲେ ଯେ ସରକାର ଜନସାଧାରଣଙ୍କର ଏକମାତ୍ର ପ୍ରତିନିଧି ନୁହେଁ। କାର୍ଲ ମାର୍କ୍ସ ଓ ଫ୍ରେଡରିକ୍ ଏଞ୍ଜେଲ୍ସଙ୍କ ଚିନ୍ତାଧାରାକୁ ଆଧାର କରି ଗଢି ଉଠିଥିବା ଗଣତନ୍ତ୍ର ମାର୍କ୍ସବାଦୀ ତତ୍ତ୍ୱ ଏକ ଗଣତନ୍ତ୍ର ଗଣତାନ୍ତ୍ରିକ ରାଷ୍ଟ୍ର ପରିବର୍ତ୍ତେ ଏକ ଗଣତାନ୍ତ୍ରିକ ସମାଜ ଗଠନ କରିବା ନିମନ୍ତେ ଅଧିକ ଆଗ୍ରହୀ। ଯେ ପରବର୍ତ୍ତୀ ସମୟରେ ଯୋଉ ମାର୍କ୍ସ ଆସିଲେ, ମାନେ କାର୍ଲ ମାର୍କ୍ସ ଆସିଲେ, ସେ କହିଲେ କଣ ନା ଗଣତନ୍ତ୍ର ସରକାର ତିଆରି କରିବେ ନାହିଁ, ସେ ଗଣତନ୍ତ୍ର ଗୋଟେ ସମାଜ ତିଆରି କରିବା କଥା କହିଲେ। ଯେ ସମାଜରେ ଯୋଉ ଆମର ଅଛୁ ସମସ୍ତେ ସମାନ ହବା ଦରକାର। ମୁଁ ଯେମିତି ତମକୁ କହୁଥିଲି ମାର୍କ୍ସବାଦ କଥା କହୁଥିଲି, ମାର୍କ୍ସବାଦ ସାମ୍ୟବାଦ କଥା ତମକୁ ଯୋଉ କହୁଥିଲି, ଯେ ଗଣତନ୍ତ୍ର ମାନେ ସେମାନେ କହିଲେ ମାର୍କ୍ସ ଯେତେବେଳେ ଆସିଗଲେ, ମାନେ ମାର୍କ୍ସ ଯେତେବେଳେ ମତ ଦେଲେ, ସେ କହିଲେ କଣ ନା ତାଙ୍କ ସମୟରେ ସେ କହିଲେ ଯେ ଗଣତନ୍ତ୍ରଟା ଇୟା ହବା ଦରକାର, କଣ ହବା ଦରକାର ନା ସମାଜରେ ଆସିବା ଦରକାର ସମସ୍ତେ ସମାନତା ହେଲା। ସେ କହୁଛନ୍ତି ଦେଖ ସମାଜରୁ ଅର୍ଥନୈତିକ ଶୋଷଣ ଓ ଅସମାନତା ଦୂର କରି ଏକ ଶ୍ରେଣୀହୀନ ସମାଜ ଗଠନ କରିବା ଏହାର ଲକ୍ଷ୍ୟ। ଯେତେବେଳେ କାର୍ଲ ମାର୍କ୍ସ ପଶି ଆସିଲେ, ସେ କହିଲେ ଯେ ଆମର ଯୋଉ କ୍ଲାସ ସିଷ୍ଟମ ଅଛି, ଲୋୟର କ୍ଲାସ, ମିଡିଲ କ୍ଲାସ, ହାୟର କ୍ଲାସ, ଆମେ ଯୋଉ କହୁନାହିଁ ତୁ ତ ମିଡିଲ କ୍ଲାସ ଫ୍ୟାମିଲିରୁ ଆସିଛୁ, ମାନେ ମଧ୍ୟବିତ୍ତ ପରିବାରରୁ। ସେ କହୁଛି ଲୋୟର କ୍ଲାସ ମାନେ ନିମ୍ନ ମଧ୍ୟବିତ୍ତ। ଆମର ଯୋଉ କ୍ଲାସ ଅଛି ଧନୀ ଗୋଷ୍ଠୀ, ଗରିବ ଗୋଷ୍ଠୀ, ଯୋଉ କ୍ଲାସ ମାନେ ଆମର ଶ୍ରେଣୀ ଅଛି, ଧନିକ ଶ୍ରେଣୀ, ଗରିବ ଶ୍ରେଣୀ, ଏସବୁ ଉଠିଯିବା କଥା ବୋଲି କାର୍ଲ ମାର୍କ୍ସ କହୁଥିଲେ। ମାନେ ସେ କହୁଥିଲେ ଯେ ଗଣତନ୍ତ୍ର କହିଲେ ଏଇଆ ହବା ଦରକାର ବୋଲି। ମାର୍କ୍ସ ଓ ଏଞ୍ଜେଲ୍ସଙ୍କ ବ୍ୟତୀତ ଏହି ତତ୍ତ୍ୱର ଅନ୍ୟ ସମର୍ଥକ ମାନଙ୍କ ମଧ୍ୟରେ ରହିଛନ୍ତି ଭ୍ଲାଦିମିର ଲେନିନ୍, ତମେ ଜାଣିଛ, ତାପରେ ଜୋସେଫ ଷ୍ଟାଲିନ, ଜାଣିଛ ଜୋସେଫ ଷ୍ଟାଲିନ ଗୋଟେ ସମୟରେ ଥିଲା ପିଲା ଷ୍ଟାଲିନ କ୍ୟାନ୍ ଡୁ ରଙ୍ଗ କହିଥିଲା, ଷ୍ଟାଲିନ ଯାହା କହୁଥିଲେ ଗ୍ରହଣ କରିଥିଲା। ତାପରେ ମାଓସେ ତୁମ ପିଲାମାନେ, ମୁଁ ତମକୁ କହୁଥିଲି ମାଓବାଦୀ ମାନେ ତମେ ଜାଣିଛ ଯେ ଗରିବ ଲୋକମାନଙ୍କ ପାଖରେ ପଇସା ଦେଇ ଦିଅନ୍ତି, ବୁଝିଲ, ଧନୀ ମାନଙ୍କୁ ନେଇକି ଗରିବ ଲୋକମାନଙ୍କୁ ପଇସା ଦେଇ ଦିଅନ୍ତି। ତ ଏସବୁ ମତବାଦ ମଧ୍ୟ ଥିଲା। ଏମାନେ ଗଣତନ୍ତ୍ରକୁ ଏଇ ଭାବରେ ନେବାକୁ ଚାହୁଁଥିଲେ ତାଙ୍କ ସମୟରେ। ତ ଇଏ ହଉଛି ଗଣତନ୍ତ୍ରର ସ୍ୱରୂପ କଥା ମୁଁ କହିଲି। ତାପରେ ଆମେ ଆସନ୍ତା କ୍ଲାସରେ ତାର କଣ ପଢିବା, ଏଟା ତ ବିଭିନ୍ନ କଥା ଏମାନେ କହିଲେ ବିଭିନ୍ନ ସମୟରେ ଊନବିଂଶ ଶତାବ୍ଦୀ ପର୍ଯ୍ୟନ୍ତ। ମୁଁ ତମକୁ କହୁଛି ଏକବିଂଶ ଶତାବ୍ଦୀ ବେଳକୁ ଗଣତନ୍ତ୍ର ପୂର୍ଣ୍ଣାଙ୍ଗ ଲାଭ କରୁଛି ସମଗ୍ର ପୃଥିବୀରେ ବିଭିନ୍ନ ଦେଶରେ। ମୁଁ ତାର କହିବି କୋଉ କୋଉ ଦେଶରେ ଏଟା ଆରମ୍ଭ ହେଲା କେମିତି ଯେ, ବଟ୍ ଏଟା ଯୋଉଟା ଆଲୋଚନା କଲି ଯେ ଖ୍ରୀଷ୍ଟପୂର୍ବ ପଞ୍ଚମ ଶତାବ୍ଦୀରୁ ସପ୍ତଦଶ, ଅଷ୍ଟଦଶ, ଊନବିଂଶ, ବିଂଶ ଶତାବ୍ଦୀରେ ଆମେ ଗଣତନ୍ତ୍ର ଦେଖ ଗୋଟେ ଜିନିଷଟେ ନୂଆ ବାହାରିଲେ, ଧର ଗୋଟେ ମୁଁ କଲେଜଟେ ନୂଆ ତିଆରି କରୁଛି, ମୁଁ କହିବି ବିଲ୍ଡିଂ ଟା ଏପଟୁ କରିବି, ତାପରେ ତାପରେ ମୋର ପୁଅ ଆସିବ, ସେ କହିବ ନାଇଁ ବିଲ୍ଡିଂ ଟା ଏପଟୁ କଲେ ଆଉ ଟିକେ ସୁନ୍ଦର ହବ, ପିଲାମାନେ ଠିକ ସେ ଯାଇ ଆସି ପାରିବେ। ଠିକ ସେମିତି ଏଇ ମାନେ ଯେତେବେଳେ ଆସିଛନ୍ତି ବିଭିନ୍ନ ମାର୍କ୍ସ ହଉ, ମାଉସେତୁଙ୍ଗ ହୁଅନ୍ତୁ, ଷ୍ଟାଲିନ ହୁଅନ୍ତୁ, ଏମାନେ ଗଣତନ୍ତ୍ର ଟା ଏଇଆ ହବା କଥା, ଗଣତନ୍ତ୍ର ସମାଜକୁ ଗୁରୁତ୍ୱ ଦେବା ଦରକାର, ସମାଜରେ ଶ୍ରେଣୀହୀନ ସୃଷ୍ଟି କରିବା ଦରକାର, ଏ ସେମାନେ ମତ ଦେଇ ଦେଇ ଚାଲିଥିଲେ। ତ ସେ ସମୟରେ ଗଣତନ୍ତ୍ରର ଅବସ୍ଥା ଏଇଆ ଥିଲା। ଇଏ ହଉଛି ଗଣତନ୍ତ୍ରକୁ, ଗଣତନ୍ତ୍ର ହେବା ପଛରେ
ଏସବୁ ଜିନିଷ ସହଯୋଗ କରିଛି। ଏସବୁ ଚିନ୍ତାଧାରା ତାଙ୍କୁ ସହଯୋଗ କରିଛି। ଆସନ୍ତା କ୍ଲାସରେ ଆମେ କଣ ପଢିବା ନା ବର୍ଗୀକରଣ ଟାଇପ୍ସ ଅଫ ଡେମୋକ୍ରେସି ପଢିବା ବା କ୍ଲାସିଫିକେସନ ପଢିବା କ୍ଲାସିଫିକେସନ ଅଫ ଡେମୋକ୍ରେସି। ବୁଝି ହଉଛି? ବୁଝିପାରିଲ ଟିକେ? ଯଦି ବୁଝି ନାଇଁ ପାରି ତ ପଚାର। ତମେ ମୁଁ ଯୋଉଟା ଯୋଉଟା କ୍ଲାସ ହଉଛି ସେଟା ପଢିଥିବ ଟିକେ ଟିକେ ହେଲା। ଥରେ 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 ସେ ବୁଝ ନାଇଁ ବୁଝ ପଢିଥିବ, ପଢିକି ଆସିଥିବ। ତାପରେ ଯଦି କିଛି କୋଶ୍ଚିନ୍ ବାହାରିଲା ସେଟାକେ ଖାତାରେ ଲେଖିକି ରଖିଥିବ, ଆସିଲା ଇନେ ପଚରାବ। ବୁଝିପାରିଲ?